ବାଦ୍ୟ ମୋତେ ଏହି ସୁଯୋଗ ଦେଇଥିବାରୁ ଯେତେବେଳେ ଏହି ସୁଯୋଗ ପାଇଥିଲି ଆଉ ଯେତେବେଳେ ମୋ ନାଁ ଗତକାଲି ପଢା ଯାଇଥିଲା ସେତେବେଳେ ମୋ ମନରେ ଆସିଥିଲା ପ୍ରଭୁ ଆଜି କିପରି ମୋ ମନରେ କଥା କହିବେ ଆଉ ପ୍ରଭୁ ମୋତେ କିପରି ବ୍ୟବହାର କରିବେ, ପ୍ରଭୁ ଆଜି କଣ କଥା କହିବେ ବୋଲି ଆମମାନେ ସେ ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଆସୁ ଆମମାନେ କିଛି ସମୟ ପ୍ରାର୍ଥନା କରିବା। ଏ ଆମମାନଙ୍କର ପ୍ରେମିକ ପରମେଶ୍ୱର ପ୍ରଭୁ ଯୀଶୁ, ତୁମର ଘୋର ପ୍ରଶଂସା କରୁଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ ତୁମର ଚରଣ ତଳେ ଆମମାନେ ସମସ୍ତେ ନିଜ ନିଜକୁ ସମର୍ପିତ କରୁଛୁ। ବାପା, ତୁମେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ ଅନ୍ତରକୁ ଖୋଲି ଦିଅ, ପୁଣି ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ ପ୍ରତ୍ୟେକ କଥା କୁହ। ଆମମାନେ ଦୁର୍ବଳ ମନୁଷ୍ୟ, ବାରମ୍ବାର ବାକ୍ୟ ଶୁଣିଥାଉ ପୁଣି ଭୁଲି ଯାଇଥାଉ, କିନ୍ତୁ ପ୍ରଭୁ ତୁମେ ଆମମାନଙ୍କୁ କଥା କହି ଚାଲିଥାଅ। ତୁମ ରବରେ ଆମମାନେ ଧ୍ୟାନ ଦେବାରେ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଅନ୍ତରକୁ ସୁସ୍ଥିର ମଧ୍ୟ ଦେଇ ତୁମେ ସହିତରେ ହୁଅ, ସାହାଯ୍ୟ କର। ସବୁ ଭାର ତୁମ ଉପରେ ଥୋଇ ଏହି ଛୋଟ ଭିକ୍ଷା ପ୍ରଭୁ ଯୀଶୁ ନାମରେ ମାଗୁଅଛି, ଆମେନ୍। ଆଜି ଯେଉଁ ବିଷୟ ଆମମାନେ ଦେଖିବା ତା ଆପଣମାନେ ସମସ୍ତେ ପାଇବେ ଗାଲାତ୍ୟ 5 ପର୍ବ 1 ପଦ। ଏଠାରେ ଏହିପରି ଲେଖାଯାଏ, ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି, ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଚୋଚା ନ ଯାଅ। ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଚୋଚା ନ ଯାଅ। କିଛି ସମୟ ପୂର୍ବରୁ ସୁନ୍ଦର ଗୀତ ପୂର୍ଣ୍ଣ ଭାଇଙ୍କ ଠାରୁ ଶୁଣୁଥିଲୁ। ମୋ ନାଉରୀ ମତେ ଆର ପାରିକୁ ନେଇଯିବେ। ସେଇ ପରମେଶ୍ୱର ଯେ କି ଆମମାନଙ୍କ ଜୀବନ ନାଉରୀ ଆର ପାରିକୁ ମତେ ନେଇଯିବେ। ସୁନ୍ଦର ଗୀତ। ଗତକାଲି ଆମମାନେ ଯେତେବେଳେ ଆମମାନଙ୍କର ପାଳକ ମହାଶୟ ଆଇଡିସନ୍ ଆମ ଠାରୁ ଶୁଣୁଥିଲୁ ଆତ୍ମାଙ୍କର ଫଳ ମୃଦୁତା ନମ୍ରତା ବିଷୟରେ, ତା କିପରି ଉତ୍ତମ ଫଳ ଫଳିଥାଏ, ଆମମାନେ ନମ୍ର ହେଲେ କିପରି ଫଳ ଫଳିପାରିବା, ତାର ଶୁକ୍ରବାର ଦିନ ଆପଣମାନଙ୍କ ଭିତରେ ଅନେକ ଜଏନ୍ କରିଥିବେ। ବିନୟ ଭାଇ ବାଇବେଲ ଷ୍ଟଡି ନଉଥିଲେ, ଆଉ ଗୋଟିଏ ସୁନ୍ଦର ଇନଷ୍ଟାନ୍ସ ଦେଇଥିଲେ। ଜଣେ ବ୍ୟକ୍ତି କି ଦୌଡୁଥିଲେ, ଦୌଡିବାକୁ ବାଛା ଯାଇଥିଲେ, ଆଉ ସେ ଯେତେବେଳେ ସେଇ ଇଭେଣ୍ଟରେ ଦେଶ ପାଇଁ ରିପ୍ରେଜେଣ୍ଟ କରିଥିଲେ ଆଉ ସେ ଇଭେଣ୍ଟରେ ଯାଇଥିଲେ, ଦୌଡୁଥିଲେ ତାଙ୍କର ଗୋଡ ମକଚି ଯାଇଥିଲା ଆଉ ସେ ଗୋଡ ହାଡ଼ ବାହାରି ଯାଇଥିଲା। ତାହାକୁ ସେ ପୁଣି 5000 ମିଟର ଦୌଡିବାକୁ ଥିଲା। ଅନେକ ସମସ୍ତେ ତାଙ୍କ ଆଗକୁ ଚାଲି ଯାଇଥିଲେ, କିନ୍ତୁ ତାର ଟ୍ରିଟମେଣ୍ଟ ହେଇଥିଲା ତାଙ୍କର। ଆଉ ପୁଣି ସେଇ ବ୍ୟାଣ୍ଡେଜ ଅବସ୍ଥାରେ ମଧ୍ୟ ସିଏ ଧୀରେ ଦୌଡି ଶେଷ କରିଥିଲେ। ଆଉ ସିଏ ଯେତେବେଳେ ଶେଷ କରିଥିଲେ ସେଇ ସମୟରେ କହିଥିଲେ, ମୁଁ ମୋ ଦେଶକୁ ରିପ୍ରେଜେଣ୍ଟ କରୁଛି, ଏଣୁ ମୁଁ ଆରମ୍ଭ ନୁହେଁ ଶେଷ କରିବାଟା ଉତ୍ତମ ବୋଲି ଭାବୁଛି। ଶେଷ ବାକ୍ୟ ଅଟେ, କାରଣ ପ୍ରଭୁ ଶେଷ ଅବସ୍ଥାକୁ ଅପେକ୍ଷା କରିଥାନ୍ତି। ଆମମାନେ ଆଉ ଗୋଟେ ବିଷୟ ତ ଆପଣମାନେ ସମସ୍ତେ ଶୁଣିଥିବେ, 2 ଦିନ ତଳେ ଆମମାନଙ୍କର ଗୌତମ ଭଉଣୀଙ୍କର ସାକ୍ଷ୍ୟ, ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କର୍ମ, ଯାହାକୁ ଆମମାନେ ଭାବୁ ଯେ ଯେଉଁ ରୋଗ ଭଲ ହେବ ନାହିଁ, ବ୍ଲଡ କ୍ୟାନ୍ସର, କିଏ ଭଲ କରିବ, କୋଉ ଡାକ୍ତର ଭଲ କରିପାରିବ, ହୁଏତ ଧରିଯାଏ, କିନ୍ତୁ ପରମେଶ୍ୱର ଆଶ୍ଚର୍ଯ୍ୟ କର୍ମ ତାଙ୍କ ଜୀବନରେ କରିଥିଲେ, ପୁଣି ତାଙ୍କର ପୁଅକୁ ସୁସ୍ଥତା ଦେଇଥିଲେ। 2000 ମୁଁ ଗୋଟେ ଛୋଟ ଘଟଣା କହୁଛି, ମୋ ଜୀବନର କଥା। 2007 ମସିହା ଆମ ପରିବାରରେ ଜାନୁଆରୀ ମାସରୁ ଡିସେମ୍ବର ଯାଏ ଅନେକ ଘଟଣା ଘଟିଗଲା। 2007 ମସିହା ଜାନୁଆରୀ ମାସରେ ମୋର ଆମ ପରିବାରର ଜଣେ ବ୍ୟକ୍ତିଙ୍କର କ୍ୟାନ୍ସରରେ ମୃତ୍ୟୁ ହେଲା। ତାର କିଛି ଦିନ ପରେ ମୋର ମାଙ୍କର ପିଠିରେ ଦରଜ ଆରମ୍ଭ ହେଲା, ଆଉ ଆମମାନେ ତାଙ୍କୁ ନେଇକି ଗଲୁ କଟକ ହସ୍ପିଟାଲରେ। ଆମମାନେ ଯେତେବେଳେ ଦେଖାଉଛୁ, ଡକ୍ଟର ଆମମାନଙ୍କୁ କହିଲେ ଯେ ଆପଣମାନେ ଆଉ ଫେରେଇକି ତାଙ୍କୁ ନେଇପାରିବେ ନାହିଁ, ଆଉ ସେ ଆଡମିସନ ହେବେ, ତାଙ୍କର ହାର୍ଟରେ ପ୍ରୋବ୍ଲେମ ଅଛି, ଯିବା ବାଟରେ ମଧ୍ୟ କିଛି ବି ଘଟିପାରେ, ଏଣୁ ଆପଣଙ୍କୁ ତାଙ୍କର ଗୋଟେ ପେସମେକର ଲାଗିବ, ସେ ଖର୍ଚ୍ଚ ହବ, ଯାହା ଖର୍ଚ୍ଚ ହବ
ତାଙ୍କର ହାର୍ଟର ପ୍ରୋବ୍ଲେମ ବାହାରିଲା ଆଉ ତାଙ୍କୁ ଅପରେସନ କରିବାକୁ ପଡିଲା। ସେ ପେସମେକର ଲାଗିଲା ଆଉ ସେ ଗୃହକୁ ଫେରିଲେ। ପୁଣି ତାର କିଛି ଦିନ ପରେ ପୁଣି ତାଙ୍କର ଲଙ୍ଗସରେ ପାଣି ଜମିଲା, ଯାହାକୁ ଆମମାନଙ୍କର ଯୋଉ ଡକ୍ଟର ମାନେ ଥିଲେ ହାର୍ଟର, ଯୋଉମାନେ ଥିଲେ ଲଙ୍ଗସର, ସେମାନେ ଫେରେଇ ଦେଲେ, ନାଇଁ ଆମମାନେ ପାରିବୁ ନାହିଁ କିଛି ଦିନ ଟ୍ରିଟମେଣ୍ଟ କଲା ପରେ। କିନ୍ତୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟ ଅଲଗା ଥିଲା ଆଉ ତାଙ୍କୁ ସୁସ୍ଥତା ଥିଲେ। ଏହିପରି କଷ୍ଟକର ଅବସ୍ଥା। ତାର କିଛି ମାସ ପରେ ଆମ ପରିବାରରେ ଏପରି ଗୋଟେ ଘଟଣା ଘଟିଲା ଯେ ଜଣଙ୍କର ଜଣଙ୍କ ନାଁରେ କ୍ରିମିନାଲ କେସ୍ ହେଲା ଆଉ ସେ ଆରେଷ୍ଟ ହେଲେ। ତାର କିଛି ଦିନ ପରେ ରୋଗ ବୈରାଗ୍ୟରେ ଆମ ପରିବାର ସମସ୍ତେ ପଡିଲେ। ଏପରି ହେଲା ଯେ ଆମ ମଣ୍ଡଳର ଲୋକମାନେ କିଏ କିଏ ଆମ ପଛରେ ସବୁ ଭିନ୍ନ ଭିନ୍ନ କଥା କହିଲେ, କଣ ଏମାନଙ୍କ ପରିବାରରେ ଏପରି ଘଟୁଅଛି। କିଏ କିଏ ଥଟ୍ଟା କଲେ, କିଏ କିଏ ଦୁଃଖ କଲେ, କିଏ କିଏ ଦୁଃଖ ଥଟ୍ଟା ଦିଟା ଯାକ ମିଶେଇ କଲେ। ଆମମାନେ ସବୁବେଳେ ନୀରବତାରେ ରହୁଥିଲୁ। ଆମମାନେ ଚିନ୍ତା କରୁଥିଲୁ କିପରି 2007 ମସିହାଟା ଚାଲିଯିବ, କେବେ ଏ ଅବସ୍ଥା ବଦଳିବ ବୋଲି। ଆମମାନଙ୍କ ଜୀବନରେ ଉତ୍ତାଳ ତରଙ୍ଗ ଆସିଲା ଆଉ ଆମମାନେ ଏହିପରି ଅବସ୍ଥାରେ ଥିଲୁ ଯେ ଆମମାନଙ୍କ ଜୀବନରେ ସ୍ଥିରତା ନଥିଲା। ଆମମାନେ ରାତିରେ ଶୋଇଲା ବେଳେ ଅସ୍ଥିରତା ଅନୁଭବ କରୁଥିଲୁ, ଚକ୍ଷୁରୁ ଲୁହ ବହୁଥିଲା। କାହିଁକି ପ୍ରଭୁ ଆମ ପରିବାରରେ ଏପରି ଘଟୁଅଛି? କିନ୍ତୁ ପ୍ରଭୁ ଏଠାରେ କହୁଛନ୍ତି, ଆମମାନେ ଯେତେବେଳେ ବାକ୍ୟ ପଢିଲୁ ସେଠାରେ ଲେଖାଯାଏ ଯେ ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି, ଅତଏବ ସ୍ଥିର ହୋଇ ରୁହ। ପ୍ରଭୁ ଏହି ପଠିତ ବାକ୍ୟରେ ଶ୍ରବଣୀରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁ ବାକ୍ୟ ଆମେ ଅଧ୍ୟୟନ କରୁଛୁ, ଶୁଣୁଛୁ, ସେ ବାକ୍ୟକୁ ନିଜସ୍ୱ କରିବା ନିତ୍ୟାନ୍ତ ଦରକାର। ବାକ୍ୟକୁ ପାଳନ କରିବା ନିତ୍ୟାନ୍ତ ଦରକାର। ତାକୁ ବୁଝିବା ଦରକାର, ତାକୁ ଶୁଣିବା ଦରକାର। ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରେ, ଓ ପ୍ରଭୁ ଏହି ବାକ୍ୟ ବୁଝିବାକୁ ଆମ ପ୍ରତ୍ୟେକଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ଆମେ ସୁସ୍ଥିରରେ ବସିବା, ନହେଲେ ଶୈତାନ ବାକ୍ୟ ରୂପ ମଞ୍ଜିକୁ ହରଣ କରି ନେବ। ଜୁନୁସ ଯେତେବେଳେ ଈଶ୍ୱରଙ୍କର ବାକ୍ୟରେ ଅବାଧ୍ୟ ହେଲେ, ସେତେବେଳେ ସମୁଦ୍ର ଅସ୍ଥିର ହୋଇଯାଇଥିଲା। ଅବାଧ୍ୟତା ଜୀବନରେ ଅସ୍ଥିରତା ଆଣିଥାଏ। ତେଣୁ ପ୍ରତ୍ୟେକ ଜୀବନରେ ସ୍ଥିରତା ନିତ୍ୟାନ୍ତ ଆବଶ୍ୟକ। ଆଜିର ମୂଳ ବିଷୟ ହେଲା ସ୍ଥିରତା। ବାକ୍ୟରେ ଲେଖାଯାଏ, ଅତଏବ ସ୍ଥିର ହୋଇ ରୁହ। ପାଉଲ ଆଜି ଗାଲାତୀୟ ମଣ୍ଡଳୀକୁ ଲେଖୁଛନ୍ତି, ଅତଏବ ସ୍ଥିର ହୋଇ ରୁହ, ମୁଁ ତୁମମାନଙ୍କୁ ମୁକ୍ତ କରିଅଛି, ଯେପରି ଆଉ ଥରେ ତୁମ୍ଭେମାନେ ଦାସତ୍ୱ ଜ୍ୱାଳରେ ବନ୍ଧା ନ ଯାଅ। ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ସେଥିପାଇଁ ଗାଲାତୀୟ ମଣ୍ଡଳୀକୁ ପାଉଲ ବାରମ୍ବାର କହୁଛନ୍ତି, ସ୍ଥିର ହୋଇ ରୁହ। କେଉଁ ବିଷୟରେ ଆମମାନେ ସ୍ଥିର ହୋଇ ରହିବା? ଆମମାନେ ନିଜ ଜୀବନରେ ସ୍ଥିରତା ଚାହୁଁଛୁ, ଆମମାନେ ଆମ ପରିବାରରେ ସ୍ଥିରତା ଚାହୁଁଛୁ, ଆମମାନଙ୍କ ମଣ୍ଡଳୀରେ ସ୍ଥିରତା ଚାହୁଁଛୁ। କାରଣ ଆମମାନଙ୍କର ଈଶ୍ୱର ବିଶୃଙ୍ଖଳାର ଈଶ୍ୱର ନୁହନ୍ତି। ତେଣୁ ଆମେ ଜାଣି ରଖୁ, ଗୋଟେ ବିଶ୍ୱାସୀ ଭାବରେ, ପ୍ରଭୁଙ୍କ ଲୋକ ହିସାବରେ କେଉଁ କେଉଁ ବିଷୟରେ ଆମମାନେ ସ୍ଥିରତା ରହିବା, ସ୍ଥିର ରହିବା। ଆସୁ ଆମମାନେ ଦେଖିବା ପ୍ରଥମ କରିନ୍ଥୀୟ 16:13 ଯଦି କେହି ପଢି ଦେଇ ପାରନ୍ତି ତାହେଲେ ଭଲ ହବ। ଯୋଉ ବିଷୟ କହି ପ୍ରଥମ କରିନ୍ଥୀୟ 16:13 ତୁମ୍ଭେମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ। ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇ ରହିଥାଅ। ପରମେଶ୍ୱର ଚାହାନ୍ତି ଆମମାନେ ସ୍ଥିର ହୋଇ ରହିବା। ପ୍ରଥମ ଅବସ୍ଥାରେ ବିଶ୍ୱାସରେ ସ୍ଥିର ହୋଇ ରହିଥାଉ, ସାହସିକ ହୋଇ ବଳବାନ ହୁଅ। ପ୍ରଭୁ କହୁଛନ୍ତି, ବିଶ୍ୱାସରେ ତୁମେମାନେ ଯଦି ସ୍ଥିର ନ ରହିବ ତାହେଲେ ସବୁ କିଛି ଦୋହଲି ଯିବ। ଅନେକ ସମୟରେ ଆମମାନେ ଦେଖୁ, ଗତକାଲି ନା ପରଦିନ ଆମମାନେ ଶୁଣୁଥିଲୁ ସାକ୍ଷ୍ୟ, 15 ବର୍ଷ ପ୍ରଭୁଙ୍କଠାରେ ରହିଲା ପରେ ମଧ୍ୟ ଜଣେ ଭାଇ ତାଙ୍କ ମଣ୍ଡଳୀର ଫେରି ଯାଇଛନ୍ତି। ପୁରୁଣା ଅବସ୍ଥାକୁ। ବାଳକଙ୍କ ମନରେ କେତେ ଦୁଃଖ, କେତେ କଷ୍ଟ। ଆମମାନେ ଯଦି ପ୍ରଥମ ପିତର 5:8-9 ପଢିବା, ପ୍ରଥମ ପିତର
5:8 ନ ପଢିବା ଏଟା ଲେଖାଯାଏ, ସଚେତନ ହୋଇ ଜାଗ୍ରତ ରୁହ, ତୁମ୍ଭମାନଙ୍କ ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର। ପୁଣି ଏହା ଜାଣ ଯେ ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖ ଭୋଗ ଘଟୁଅଛି। ଗତକାଲି ଯେତେବେଳେ ବାଳକ ମହାଶୟ ବାକ୍ୟ ଦଉଥିଲେ ଆଉ ତାପରେ ପ୍ରାର୍ଥନା ଅନୁରୋଧ କରୁଥିଲେ, କୋରାପୁଟ ଜିଲ୍ଲାରେ ଅନେକ ଜାଗାରେ ତାଡ଼ନା ଆସିଅଛି। ହୁଏତ କେତେବେଳେ ଆମ ପ୍ରତି ମଧ୍ୟ କେଉଁ ଜାଗାରେ କେଉଁଠି ତାଡ଼ନା ଆସିବ ଆମେ ଜାଣୁନା, ଆଉ ସେଥିପାଇଁ ପ୍ରାର୍ଥନା କରିବା। ଶୈତାନ ସବୁବେଳେ ତାଙ୍କ ଲୋକମାନଙ୍କ ପଛରେ ପଡିଛି କାହାକୁ ଗ୍ରାସ କରିବ, କିପରି ସେ ଆମମାନଙ୍କୁ ବିଶ୍ୱାସରୁ ଦୂରକୁ ନେଇଯିବ। ଯଦି ଆମମାନେ ବିଶ୍ୱାସରେ ସ୍ଥିର ରହିବା ନାହିଁ, ତେବେ ଆମେ ଶୈତାନର ହାବୁଡ଼ରେ ପଡିବା। ଶୈତାନର ହାବୁଡ଼ରେ ପଡ଼ିଲେ ଆମ ଜୀବନକୁ କଣ ସେ କରିଦେବ ମାନେ ଜାଣୁ ସେ କିପରି ଛାରଖାର କରେ। ତେଣୁ ପାଉଲ କହୁଛନ୍ତି ବିଶ୍ୱାସରେ ସ୍ଥିର ହୋଇ ରୁହ। ଯେଉଁ ଖ୍ରୀଷ୍ଟକୁ ଆମମାନେ ବିଶ୍ୱାସ କରୁଛୁ ତାହାଙ୍କ କଥାରେ ଆମେ ସ୍ଥିର ହୋଇ ରହିବାକୁ ପଡିବ। ଯେଉଁ ପ୍ରଭୁଙ୍କୁ ଆମମାନେ ବିଶ୍ୱାସ କରିଛୁ, ଯିଏ କି ସର୍ବଶକ୍ତିମାନ, ସବୁ କିଛିକୁ ବଦଳେଇ ଦେଇପାରୁଥିବା ପରମେଶ୍ୱର, ଏଠାରେ ବସିଥିବା ଆମେ ପ୍ରତ୍ୟେକ ଜଣ ନିଜ ଜୀବନକୁ ଯଦି ଝାଙ୍କିକି ଦେଖିବା, ଆମମାନଙ୍କ ଜୀବନରେ କେତେ 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 ସମସ୍ୟା ଆସିଛି। କେତେ ଥର ଆମେ ଭାଙ୍ଗି ପଡିଛୁ, କେତେ ଥର ଆମେ ଭାବିଛୁ କାହିଁକି ଏମିତି ଘଟୁଛି। ଆମମାନଙ୍କର ବିଶ୍ୱାସ ଅନେକ ଥର ମଳିନ ପଡିଯାଇଛି। ଆମେ ଅନେକ ଥର ଅବିଶ୍ୱାସ କରିଛୁ, ଅନେକ ଥର ଆମେ ବ୍ୟସ୍ତ ବିବ୍ରତ ହେଇଯାଇଛୁ। ଶୈତାନ ଚାହିଁଥାଏ ମାନେ ଏହିପରି ଅବସ୍ଥାକୁ ଯାଉ। ଶୈତାନ ଚାହିଁଥାଏ ଯେ ସବୁବେଳେ ଆମମାନେ ଗୋଟିଏ ଆମମାନଙ୍କର ପରମେଶ୍ୱର ପ୍ରଭୁଙ୍କୁ ବିଶ୍ୱାସ ନ କରି ଫେରି ଯାଉ ବୋଲି, ତାଙ୍କ ଉପରେ ଭରସା ନ କରିବା ପାଇଁ। ଆମମାନେ ଦେଖୁଛୁ ଯାକୋବରେ ଲେଖା ଅଛି ଭୂତମାନେ ମଧ୍ୟ ବିଶ୍ୱାସ କରନ୍ତି। ଏମିତି ଜଟିଳ ପରିସ୍ଥିତି ଆସୁଛି ଯାହା ସବୁ ଆମମାନଙ୍କର ବିଶ୍ୱାସକୁ ନଷ୍ଟ କରିଦେବା ପାଇଁ, ମଣ୍ଡଳୀକୁ ନଷ୍ଟ କରିଦେବା ପାଇଁ, ଆତ୍ମିକ ଜୀବନକୁ ନଷ୍ଟ କରିଦେବା ପାଇଁ ଶୈତାନ ସବୁ ଭିନ୍ନ ଭିନ୍ନ ପ୍ରକାର ଚେଷ୍ଟା ଚାଲିଛି। ଅସ୍ଥିରତା ଆଣିଛି ବିଶ୍ୱାସୀ ଜୀବନରେ। ଯେତେବେଳେ ମନରେ ଅସ୍ଥିରତା ଆସିବ, ଯେଉଁ ଖ୍ରୀଷ୍ଟଙ୍କୁ ଆମମାନେ ବିଶ୍ୱାସ କରୁଛୁ ତାଙ୍କଠାରୁ ଆମମାନେ ଦୂରେଇ ଯିବା ପାଇଁ ସେ ଚେଷ୍ଟା କରୁଛି। କିନ୍ତୁ ପ୍ରଭୁ ଚାହାନ୍ତି ଆମମାନେ ବିଶ୍ୱାସରେ ସ୍ଥିର ହୋଇ ରହିବା ପାଇଁ। ଆଜି ପ୍ରଭୁ ଆପଣମାନଙ୍କୁ ଆମ ପ୍ରତ୍ୟେକ କଥା କୁହନ୍ତି, ରେ ପୁଅ, ରେ ଝିଅ, ରେ ମା, ରେ ବାପା, ତୁ ଯୋଉ ବିଶ୍ୱାସରେ ଆଜି ଦୌଡ଼ି ଚାଲିଛୁ, ଶେଷରେ 5000 ମିଟର ତତେ ଶେଷ କରିବାକୁ ପଡିବ, ଶେଷରେ ତତେ ପହଞ୍ଚିବାକୁ ପଡିବ। ସେଇ ଦୌଡ଼ ତୁ ଜାରି ରଖ। ହୁଏତ କଷ୍ଟ ଆସିବ ଯେପରି ଆୟୁବଙ୍କ ଜୀବନରେ ଆସିଥିଲା, ହୁଏତ ସମସ୍ୟା ଆସିବ, କିନ୍ତୁ ସେଇ ବିଶ୍ୱାସରେ ତୁ ସ୍ଥିର ହୋଇ ରୁହ, କାରଣ ତତେ ପଣ ପାଇବାର ଅଛି। ମୁଁ ତୋ ପାଇଁ ମୁକୁଟ ଧରିକି ବସିଛି। ଆମେ ଯଦି ଦାଉଦଙ୍କ ଜୀବନକୁ ଦେଖୁଛୁ, ଦାଉଦଙ୍କ କିପରି ସେ ବିଶ୍ୱାସରେ ଦୃଢ ରହିଥିଲେ, ନା ମୋ ପରମେଶ୍ୱର ସବୁ କିଛି କରିପାରନ୍ତି। ଆଉ ସେ ଗଲିଆତକୁ ଜୀବନରେ ମାରି ଦେଇ ପାରିଥିଲେ। କିପରି ମାରିଲେ? କେବଳ ତାଙ୍କର ପରମେଶ୍ୱରଙ୍କ ଉପରେ ସେ ବିଶ୍ୱାସ ଥିଲା, ସେଇ ଭରସା ଥିଲା। ସେ ବିଚଳିତ ହୋଇନଥିଲେ, ସାମ୍ନାରେ କେବଳ ପରମେଶ୍ୱରଙ୍କୁ ଦେଖୁଥିଲେ। ଆମେ ଯଦି ମୂଷାଙ୍କ ଜୀବନକୁ ଦେଖୁଛୁ, 6 ଲକ୍ଷ ଲୋକ ଇସ୍ରାଏଲ ବାସୀଙ୍କୁ ନେଇକି ଯାଉଛନ୍ତି, ଆଗରେ ସୁପସାଗର, ପଛରେ ମିଶ୍ରର ସୈନ୍ୟ ଦଳ। ଲୋକମାନେ କ୍ରନ୍ଦନ କରୁଛନ୍ତି, ବଚସା କରୁଛନ୍ତି, ବ୍ୟସ୍ତ ହେଇଯାଉଛନ୍ତି। କିନ୍ତୁ ମୂଷାଙ୍କର ବିଶ୍ୱାସ ଅଛି, ମୋ ପରମେଶ୍ୱର ମତେ କହିଛନ୍ତି ମୁଁ ତତେ କଢେଇ ନେବି, ତତେ ଆର ପାରିକୁ ନେବି, ତୁ ପାର ହେଇଯିବୁ। ଆଉ ତାଙ୍କର ବିଶ୍ୱାସ ତାଙ୍କୁ ରକ୍ଷା କରିଥିଲା। ତାଙ୍କୁ କେବଳ ନୁହେଁ, 6 ଲକ୍ଷ ଇସ୍ରାଏଲ ବାସୀକୁ ରକ୍ଷା କରିଥିଲା।
ଆଜି ଯେତେବେଳେ ଉତ୍ତାଳ ତରଙ୍ଗ, କଷ୍ଟ, ଦୁଃଖ, ରୋଗ, ସମସ୍ୟା ଆମ ପ୍ରତ୍ୟେକ ଜୀବନରେ ଆସେ ନା, ହୁଏତ ଆମମାନେ ଦୋହଲି ଯାଉ, କିନ୍ତୁ ପ୍ରଭୁ ସେଇ ଭରସା ଦେଇଥାନ୍ତି, ମୁଁ ତତେ ଆର ପାରିକୁ ନେଇଯିବି, ମୁଁ ତୋର ନାଉରୀ, ତୁ ମୋ ଉପରେ ବିଶ୍ୱାସ ରଖ, ତୁ ବିଶ୍ୱାସରେ ସୁସ୍ଥିର ରହ। ନୋ ସେଦିନ ଯେତେବେଳେ ଶୁଣିଲେ ପରମେଶ୍ୱର କହିଲେ ତୁମେ ଜାହାଜ ଗଢ, ଏପରି ଜାଗାରେ ଗଢୁଥିଲେ, ଗୋଟେ ଶୁଖିଲା ଜାଗା, କେବେ ବି ବର୍ଷା ହବ କଣ ହବ କିଛି ଜାଣିନଥିଲେ, କିନ୍ତୁ ସେ ବିଶ୍ୱାସରେ ଗଢି ଚାଲିଥିଲେ ଆଉ ତାଙ୍କ ପରିବାର ରକ୍ଷା ପାଇଲା। ଅବ୍ରାହ୍ମକୁ ତ ବିଶ୍ୱାସର ପିତା କୁହାଯାଏ, ଆପଣ ମାନେ ଜାଣନ୍ତି ସମସ୍ତେ। ସେ ବିଶ୍ୱାସ ଯୋଗୁଁ ସେ ଆଦି ପିତା ହୋଇଥିଲେ, ବିଶ୍ୱାସର ପିତା ହୋଇଥିଲେ। ପରମେଶ୍ୱର ଚାହାନ୍ତି ଆମମାନେ ପ୍ରତ୍ୟେକ ବିଶ୍ୱାସରେ ସ୍ଥିର ରହିବା ବୋଲି। ଆମମାନଙ୍କର ବିଶ୍ୱାସ ସ୍ଥିର ବିଶ୍ୱାସ ହେଉ ବୋଲି। ଦ୍ୱିତୀୟରେ ଦେଖିବା, ଆପଣ ମାନଙ୍କ ଭିତରୁ କେହି ପଢିଦେବେ ଏବ୍ରୀ 13:1। ତେରରେ ଏକ କହିଲେ ଆଜ୍ଞା, 13:1, 13:1। ଭାତୃ ପ୍ରେମ ସ୍ଥିର ହୋଇଥାଉ। ଭାତୃ ପ୍ରେମରେ ସ୍ଥିର ହୋଇ ରୁହ। ଆଜି ଦେଖନ୍ତୁ ମଣ୍ଡଳୀ ଗୁଡିକରେ, ଖ୍ରୀଷ୍ଟ ପରିବାର ଗୁଡିକରେ ଆମମାନଙ୍କ ମଧ୍ୟରେ ଭାତୃ ପ୍ରେମ କେତେ ଅଛି? ପବିତ୍ର ବାକ୍ୟ କୁହେ ଭାତୃ ପ୍ରେମରେ ସ୍ଥିର ହୋଇ ରୁହ, କାରଣ ଏହା ବଦଳି ଯିବାର ଚାନ୍ସ ଅଛି, ଶିଥିଳ ପଡିଯିବାର ଚାନ୍ସ ଅଛି। ଅନେକ ସମୟରେ ଆମମାନେ ଯେତେବେଳେ ପ୍ରଥମ କରନ୍ଥୀୟ 13:13 ପଢୁ, ବିଶ୍ୱାସ, ଭରସା, ପ୍ରେମ ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରୁ ପ୍ରେମ ହଉଛି ଉତ୍କୃଷ୍ଟ। ଆଜି ଏହି ପ୍ରେମ କାହାରି ମଧ୍ୟରେ କଷ୍ଟକର ଭାବରେ ଦେଖାଯାଏ। ପ୍ରଭୁଙ୍କର ପବିତ୍ର ବାକ୍ୟ ଆମମାନଙ୍କୁ କହେ ଭାତୃ ପ୍ରେମରେ ସ୍ଥିର ହୋଇ ରୁହ। ଦେଖୁଥିବା ଭାଇକୁ ଯଦି ପ୍ରେମ କରିପାରୁନ, ତେବେ ଅଦୃଶ୍ୟ ଈଶ୍ୱରଙ୍କୁ କିପରି ପ୍ରେମ କରିବା? ଆଜି ଆମମାନେ ଯେତେବେଳେ ସମୟରେ ବସିଥାଉ, ସେତେବେଳେ ଅନେକ ସମୟରେ ମୁଁ ଦେଖିଛି ଅନେକ ଜଣ କମେଣ୍ଟ କରନ୍ତି, ଆଜିକାଲି ଆମମାନଙ୍କର ମଣ୍ଡଳୀରେ, ଆମମାନଙ୍କ ମଧ୍ୟରେ ସେ ଭାତୃ ପ୍ରେମର ବହୁତ ଅଭାବ, ପ୍ରେମର ବହୁତ ଅଭାବ। ଆମମାନେ ଜିହ୍ୱାରେ, ମୁଖରେ ପ୍ରେମ କରିଥାଉ, ଅନ୍ତରରେ ପ୍ରେମ କରିବା ବହୁତ କମ ଥାଏ। ଆମମାନେ କିନ୍ତୁ ସେ ଯୋସେଫଙ୍କ ଜୀବନକୁ ଯଦି ଦେଖୁଛୁ, ଯୋସେଫଙ୍କୁ ଯୋଉ ଭାଇମାନେ ଗାତରେ ପକେଇ ଦେଇଥିଲେ, ଯୋଉମାନେ ବିକ୍ରି କରିଦେଇଥିଲେ, ଦିନ ଆସିଲା ସେ ଭାଇମାନେ ତାଙ୍କ ପାଖକୁ ଗଲେ, ସେମାନେ ତାଙ୍କ ପାଖରେ ପହଞ୍ଚିଲେ କଷ୍ଟକର ସମସ୍ୟା ନେଇକି। ଯୋସେଫ ତାଙ୍କୁ ଦେଖିକି, ତାଙ୍କର ଭାଇମାନଙ୍କୁ ଦେଖିକି ଘୃଣା କରିନଥିଲେ, ତାଙ୍କୁ ସେଇ କଷ୍ଟ ଦେବା ପାଇଁ ପ୍ରତିଶୋଧ ପରାୟଣ ହେଇନଥିଲେ, ତାଙ୍କ ପାଖରୁ ମୁଖ ଆଡ଼େଇ ଦେଇନଥିଲେ। ଯୋସେଫ ସେଇ ପୁରୁଣା କଥାକୁ ମନେ ପକେଇକି ସେମାନଙ୍କୁ ଆଘାତ ଦେଇନଥିଲେ, ତାଙ୍କର ସେଇ ଭାଇମାନଙ୍କୁ ସେ ପ୍ରେମ କରିଥିଲେ ଯୋଉମାନେ ତାଙ୍କୁ ଅନେକ ଆଘାତ ଦେଇଥିଲେ, ଅନେକ କଷ୍ଟ ଦେଇଥିଲେ। ସେ ତା ବିରୁଦ୍ଧରେ ଚିନ୍ତା କଲେ ଯେ ସବୁ ଅବସ୍ଥା ଯୋଗୁଁ ମୁଁ ଆଜି ଏ ଅବସ୍ଥାରେ ପହଞ୍ଚିଛି, ସେ ସେମାନଙ୍କୁ କୋଳେଇ ନେଇଥିଲେ। କିନ୍ତୁ ଅନେକ ସମୟରେ ଆମମାନେ ସାମାନ୍ୟ କଥା ପାଇଁ ପରିବାରରେ ଝଗଡା କରିଥାଉ, ପରିବାରରେ ଅଶାନ୍ତି ହେଇଥାଉ। ଅନେକ ସମୟରେ ଆମମାନଙ୍କର ମଣ୍ଡଳୀରେ ଆମମାନେ କୌଣସି ପଦବୀ ପାଇଁ, କୌଣସି ମଣ୍ଡଳର କାର୍ଯ୍ୟ ପାଇଁ, ଏପରିକି ପ୍ରାର୍ଥନା ଗିର୍ଜା କରିବା ପାଇଁ ମଧ୍ୟ ସମୟ ନିର୍ଘଣ୍ଟ କରିବା ପାଇଁ, ସେ ବିଷୟରେ ଆମେ ପରସ୍ପର ବିଷୟରେ ପ୍ରେମ ପ୍ରକାଶ କରିନଥାଉ, ଯାହାକି ପରମେଶ୍ୱରଙ୍କୁ ବହୁତ କଷ୍ଟ ଦେଇଥାଏ। ସେଥି ଯୋଗୁଁ ସେ କୁହନ୍ତି ତୁମେ ଭାତୃ ପ୍ରେମରେ ସ୍ଥିର ହୋଇ ରୁହ।
तुम से प्रेम रे तुम्हें स्थिर रुह अस्थिर हुओ नहीं कारण मु तुमको जो परी प्रेम करिअछि तुम्हें माने मध्य सेही परी परस्पर को प्रेम कर केते आश्चर्य केते दयावान परमेश्वर आम परमेश्वर चाहती हम माने भातृ प्रेम रे स्थिर होई रहिबाको ख्रीष्ट तो चिरंतन प्रेम करछथि हमको हमको ख्रीष्ट को अग्रज बोली कहा जाए बड़ भाई बोली कहा जाए से हमनकर बड़ भाई हिसाब रे भातृ प्रेम रे हमको केते प्रेम करछन जे हम प्रत्येक पाई समस्त रक्त झरी जाइछथि हमन जेतबेले निज जीवन को झांकी के देखो प्रति अवस्था रे आज हम निज निज को प्रश्न पचारू हम माने निजे निजे केते भातृ प्रेम स्थिर रहिछु हम माने कोन से बोली प्रेम करि पारिछु जेपरि हमनकर अग्रज ख्रीष्ट हमन को प्रेम करछंती से चाहती हम प्रत्येक तांको बळी हो तांको बळी व्यवहार करू तांको बळी समस्त को प्रेम करू किंतु हमन गटरे प्रेमर अभाव देखि से केते कष्ट पाउतबे प्रभु चाहती हमें प्रत्येक से भातृ प्रेम स्थिर हो प्रथम रे विश्वास स्थिर रहा द्वितीय रे माने भातृ प्रेम स्थिर रहा तृतीय देखो आपण माने देखंतु कई जदि पढ़ी पारिबे प्रथम तिमोथी 2:15 प्रथम तिमोथी 2:15 किंतु सेमाने सुबुद्धि सह विश्वास प्रेम और पवित्रतार स्थिर रहिले से संतान प्रसव करने द्वारा परित्राण पाइब पवित्रतार स्थिर रहिबा प्रथम तिमोथी 2:15 रे पौल लिखुचंती आमने पवित्रतार स्थिर रहिबा पई आम जीवन में पवित्रतार बहुत आवश्यकता रही तेणु ये वाक्य लिखा जाए तुम्हें माने पवित्रतार स्थिर हो आम पर जड़े मनुष्य से स्थिर किपर स्थिर पवित्रतार से पापी मान मध्य बास करते किंतु से निजको पवित्र रखी कारण से चाहे मु पवित्रतार जीवन काटबी हमें जदि दानिएल को जीवन को जंकी की देखो सेठारे लिखा जाउछि जे से पवित्र स्थिर रहबा पई मने मने योजना कले असुचि न हेबा पई दानिएल मन रे स्थिर कले आज आम मानकर जीवन रे एई स्थिरता दरकार दानिएल जो स्थान रे अछंती से स्थान रे धार्मिक लोक माने नथिले सेठी केवल देव पूजक माने थिले पापी लोक माने थिले दुष्ट लोक माने थिले मूर्ति पूजक माने थिले किंतु सही परिस्थान रे दानिएल स्थिर कले हमें पवित्र जीवन काटिबो हमें अपवित्र हेबु नाही ए डिसीजन ताको निजस्व थिला कारण से परमेश्वर गोठरे रहिबा को चाहिले से चाहिथिले जे मो परमेश्वर पवित्र और मो भी पवित्र होई रहिबे ए डिसीजन आज हमें प्रत्येक रहिबा दरकार प्रत्येक जीवन रे रहिबा दरकार हमने कौन से परी पवित्र जीवन यापन काटिबा स्थिर करछु कि जो पवित्र जीवन काटिले केवल परमेश्वर हमने उपयोगी होई परिबा प्रभु हम प्रत्येक जीवन को व्यवहार करने को चाहते हमने जो किसी जिनस खाऊ ता मन बाबू जे निखुंत जिनस खाया भल पाऊ आम पाखे जदि किसी फल थो जाए किसी जिनस थो जाए आम चाहू जे सेटा निखुंत होई थाऊ उत्तम देखा जाऊ तो पवित्र बड़ी थाऊ परमेश्वर मध्य से पर चाहती मु जहाँ को व्यवहार करी से मो बड़ी पवित्र थाऊ एणु परमेश्वर चाहती आम प्रत्येक पवित्रतार स्थिर रहिबा पई कारण जो दिन माने परमेश्वर को निजर त्राणकर्ता हिसाब रे ग्रहण करू प्रभु आम को पवित्र जीवन यापन काटिबा को आदेश दियंती निर्देश दियंती कारण बिना पवित्रतारे आमे तांका पारे पहुंची परिबा नाही मोर प्रिय विश्वासी माने अनेक समय आमने पवित्र विषय को आखि बुझी दी थाओ
ଅଣଦେଖା କରିଦେଇଥାଉ, କାରଣ ଭାବୁ ଯେ ଏହା ଆମମାନଙ୍କ ପାଇଁ ପସିବଲ ନୁହେଁ, ଆମମାନେ ଏତେ ପବିତ୍ର ରହିପାରିବା ନାହିଁ। କିନ୍ତୁ ପରମେଶ୍ୱର ଚାହାନ୍ତି ଆମମାନେ ସଫା ଲୁଗା ପିନ୍ଧୁ, ଆମେ ପବିତ୍ର ଜୀବନ ଯାପନ କରୁ, କାରଣ ପବିତ୍ରତା ବିନା ଈଶ୍ୱରଙ୍କୁ ଦେଖିବା ଅସମ୍ଭବ। ପ୍ରଭୁ ଆମ ପ୍ରତ୍ୟେକ ଠାରୁ ସେହି ପବିତ୍ରତାର ଜୀବନ ଅପେକ୍ଷା କରିଛନ୍ତି, କାରଣ ସେ ଆମ ପ୍ରତ୍ୟେକଙ୍କୁ ଆଜି ବି କୁହନ୍ତି ମୁଁ ତତେ ବ୍ୟବହାର କରିବାକୁ ଚାହାନ୍ତି, ଯେପରି ସେ ଉତ୍ତମ ଫଳ ଫଳିବ, ଆହୁରି ଅଧିକ ଫଳ ଫଳିବ। କାଲି ଶୁଣୁଥିଲୁ, ଆଗରୁ ଶୁଣିଥିଲେ ଆତ୍ମାଙ୍କର ଫଳ, ପବିତ୍ରତା ଗୋଟିଏ ଫଳ, ଆତ୍ମାଙ୍କର ଫଳ। ସେଇ ପବିତ୍ରତାର ଜୀବନ ଆମେ କାଟିଲେ ପ୍ରଭୁ ଆମମାନଙ୍କୁ ବହୁତ ଉଚ୍ଚକୁ ନେବେ, କାରଣ ଯିଏ ସଂଲଗ୍ନ ଜୀବନ କାଟେ ସେ ଉତ୍ତମ ଫଳ ଫଳେ, ଆଉ ସଂଲଗ୍ନ ହେବା ପାଇଁ ପବିତ୍ରତାର ନେସେସିଟି ବହୁତ ଅଛି। ଏଣୁ ଆସୁ ଆମମାନେ ନିଜ ନିଜକୁ ପବିତ୍ରତାରେ ରହିବା ପାଇଁ ପ୍ରଭୁଙ୍କ ଠାରେ ସ୍ଥିର ରହିବା। ଆମମାନେ ଆଉ ଗୋଟିଏ ପଦ ପଢିବା, ଫିଲିପିଓ 4:1। ଫିଲିପିଓ 4:1। ଅତଏବ ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କ ଠାରେ ସ୍ଥିର ହୋଇଥାଅ। ପ୍ରଭୁଙ୍କ ଠାରେ ସ୍ଥିର ହୋଇ ରହିଥାଅ। ତା ପୂର୍ବରୁ ଲେଖାଯାଏ, ଅତଏବ ହେ ମୋର ପ୍ରିୟ ଓ ଇଷ୍ଟ, ମୋର ଆନନ୍ଦ ଓ ମୁକୁଟ ସ୍ୱରୂପ ଭାତୃବୃନ୍ଦ। ପାଉଲ ଲେଖୁଛନ୍ତି ମୋର ଆନନ୍ଦ ଏବଂ ମୁକୁଟ ସ୍ୱରୂପ ଭାତୃବୃନ୍ଦ, ତୁମମାନେ ପ୍ରଭୁଙ୍କ ଠାରେ ସ୍ଥିର ହୋଇ ରୁହ। ଯେଉଁ ଖ୍ରୀଷ୍ଟକୁ ଆମମାନେ ବିଶ୍ୱାସ କରୁଛୁ, ଯେଉଁ ପ୍ରଭୁଙ୍କ ଠାରେ ଆମମାନେ ସ୍ଥିର ହୋଇ ରହିବା ଦରକାର, କାରଣ ଏଇ ଜଗତରେ ଆମମାନେ ବସବାସ କରୁଛୁ, ଯେଉଁଠାରେ କି ସବୁବେଳେ ଆମମାନଙ୍କର ବିଶ୍ୱାସକୁ ଛିନ୍ନ ଭିନ୍ନ କରିବାର ସମୟ ଆସିଯାଇଛି। ଆମମାନେ ଯେଉଁ ଖ୍ରୀଷ୍ଟଙ୍କ ଠାରେ ଅଛୁ ବୋଲି ଦର୍ପ କରୁଛୁ, ଆମମାନଙ୍କର ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ନାନା ପ୍ରକାର ପ୍ରତିବନ୍ଧକ ଆସୁଛି। ତେଣୁ ଏଇ ଦିନ ମାନଙ୍କରେ ଆମମାନେ ପ୍ରଭୁଙ୍କ ଠାରେ ସ୍ଥିର ରହିବା ଦରକାର। ପ୍ରଭୁଙ୍କ ଠାରେ ଆମମାନେ କିପରି ସ୍ଥିର ରହିବା? ପ୍ରଭୁ ଚାହାନ୍ତି, ଆଶା କରୁଛନ୍ତି ଆମେ ପ୍ରତ୍ୟେକ ତାଙ୍କ ଠାରେ ସ୍ଥିର ରହିବା ପାଇଁ। ହୁଏତ ଜଟିଳ ପରିସ୍ଥିତି ଆସୁ, ହୁଏତ ସମସ୍ୟା ପରେ ସମସ୍ୟା ଆସୁ, ମୋ ପରମେଶ୍ୱର ମୋ ନାଁ ଜାଣନ୍ତି, ମତେ ଜାଣନ୍ତି। ମୋର ପରମେଶ୍ୱର ଏପରି ଏକ ପରମେଶ୍ୱର ଯେ କି ମୁଁ ଜନ୍ମ ହେବା ପୂର୍ବରୁ ମତେ ଜାଣନ୍ତି। ସେ ମତେ ପୃଥକୀକୃତ ଜୀବନ କାଟିବାକୁ ଚାହାନ୍ତି। ସେ ମତେ ତାଙ୍କଠାରେ ସ୍ଥିର ରହିବା ପାଇଁ ଚାହାନ୍ତି। ତେଣୁ ସେ କହନ୍ତି ଯେ ପ୍ରଭୁରେ ସ୍ଥିର ରହିବା ପାଇଁ ମୁଁ ଇଚ୍ଛା କରେ। ତୁମେ ସମସ୍ତେ ସ୍ଥିର ରହିବା ଆବଶ୍ୟକ। ତେବେ ଏଇ ସମସ୍ତେ ଅବସ୍ଥାରେ ଆମେ କିପରି ସ୍ଥିର ରହିବା? ଆମମାନେ ବିଶ୍ୱାସରେ କିପରି ସ୍ଥିର ରହିବା, ଭାତୃ ପ୍ରେମରେ କିପରି ସ୍ଥିର ରହିବା, ପବିତ୍ରତାରେ କିପରି ସ୍ଥିର ରହିବା, ପ୍ରଭୁଙ୍କ ଠାରେ କିପରି ସ୍ଥିର ରହିବା? ଆମମାନେ ଯଦି ଯେହୁଦା 1:21 ପଢୁ, ସେଟା ଲେଖାଯାଏ, ପୁଣି ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦୟାର ଅପେକ୍ଷା କରି ଈଶ୍ୱରଙ୍କ ପ୍ରେମରେ ଆପଣମାନଙ୍କୁ ସ୍ଥିର କରି ରଖ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦୟାର ଅପେକ୍ଷା କରି ଈଶ୍ୱରଙ୍କ ପ୍ରେମରେ ଆପଣମାନଙ୍କୁ ସ୍ଥିର କରି ରଖ। ଆମେ କାହିଁକି ସ୍ଥିର ରହିବା? କାରଣ ଆମମାନଙ୍କର ମୂଳ ଲକ୍ଷ୍ୟ ହଉଛି ଅନନ୍ତ ଜୀବନ। ମୂଳ ଲକ୍ଷ୍ୟ ହଉଛି ସେ ପାରରେ କିପରି ପହଞ୍ଚିବା, ଯେଉଁ ଜୀବନର ଶେଷ ନାହିଁ, ଯେଉଁ ଜୀବନରେ କେବଳ ଆନନ୍ଦ ହିଁ ଆନନ୍ଦ, ଖୁସି ହିଁ ଖୁସି, ଯେଉଁ ଜୀବନରେ କୌଣସି ଚିନ୍ତା ନାହିଁ, ଦୁଃଖ ନାହିଁ, ଯେଉଁ ଜୀବନରେ ମୁକୁଟ ଅଛି। ବାକ୍ୟରେ ଲେଖାଯାଏ, ଆମମାନେ ଯେପରି ଅନନ୍ତ ଜୀବନର ଅଧିକାରୀ ହୋଇପାରିବା, ଈଶ୍ୱରଙ୍କର ଦୟାକୁ ଅପେକ୍ଷା କରୁ କରୁ ଆମ୍ଭେମାନେ ସ୍ଥିର ହୋଇ ରହିବା। ଏହି ଅନନ୍ତ ଜୀବନ ନିମନ୍ତେ ଆମମାନେ ଯାତ୍ରା ଆରମ୍ଭ କରିଛୁ।
ଏଇ ଜୀବନ ଅର୍ଥାତ୍ ଅନନ୍ତ ଜୀବନ ପାଇବା ପାଇଁ ପ୍ରଭୁଙ୍କ ଠାରେ ସ୍ଥିର ରହିବା। ଆମେ ଯେଉଁ ବିଶ୍ୱାସରେ ଆହୂତ ହୋଇଅଛୁ, ଯେପରି ଆମମାନେ ବାକ୍ୟରେ ପଢିଥିଲୁ, ତୁମ୍ଭମାନଙ୍କୁ ସ୍ୱାଧୀନତା ନିମନ୍ତେ ମୁଁ ଅଲଗା କରିଅଛି। ତୁମ୍ଭମାନଙ୍କୁ ମୁଁ ଚାହେଁ ଯେ ତୁମେମାନେ ଏପରି ଜୀବନ କାଟ ଯେପରିକି ତୁମେମାନେ ସେଇ ମୁକୁଟ ପାଇପାରିବ। କାରଣ ମୋ ପରମେଶ୍ୱର ସବୁବେଳେ ଚାହାନ୍ତି ଯେ ମୁଁ ତାଙ୍କ ସହିତ ଗୋଟିଏ ସଂଲଗ୍ନ ଜୀବନ ଯାପନ କରେ। ଯେତେବେଳେ ହିଁ କେବଳ ମୁଁ ସଂଲଗ୍ନ ଜୀବନ ଯାପନ କରିବି, ସେତେବେଳେ ହିଁ ମୁଁ ସ୍ୱାଧୀନତା ପାଇବି, ଯେଉଁ ସ୍ୱାଧୀନତା ମତେ ପରମେଶ୍ୱର ଦେଇଛନ୍ତି। ଯେପରି ବାକ୍ୟରେ ଲେଖାଯାଏ, ଆମମାନେ ସେଇ ଅଂଶକୁ ଆଉ ଥରେ ଦେଖିବା। ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଛନ୍ତି। ସ୍ୱାଧୀନତା, ପାପରୁ ସ୍ୱାଧୀନତା, ମନ୍ଦତାରୁ ସ୍ୱାଧୀନତା, ସମସ୍ତ ଭୁଲରୁ ସ୍ୱାଧୀନତା, ସମସ୍ତ ରୋଗରୁ ସ୍ୱାଧୀନତା, ଯେଉଁଥିରୁ ପରମେଶ୍ୱର କେବଳ ଆମମାନଙ୍କୁ ରକ୍ଷା କରିବେ। ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜଳରେ ଆଉ ଥରେ ଯୋଚ୍ଛା ନ ଯାଅ। ପ୍ରଭୁ ଆଜି ଆମ ପ୍ରତ୍ୟେକଙ୍କୁ ଆହ୍ୱାନ କରୁଛନ୍ତି, ତୁମମାନେ ମୁଁ ଯେପରି ବିଶ୍ୱାସରେ ସ୍ଥିର ରହିବା ପାଇଁ କହିଲି, ମୁଁ ଯେପରି ତୁମକୁ ଭାତୃପ୍ରେମରେ ସ୍ଥିର ହୋଇ ରହିବା ପାଇଁ କହିଲି, ମୁଁ ଯେପରି ମୋ ଠାରେ ତୁମେ ସ୍ଥିର ହୋଇ ରୁହ ବୋଲି କହିଲି, ତୁମେ ସମସ୍ତେ ସେଇ ବିଶ୍ୱାସରେ ଦୃଢ ହୋଇ ସ୍ଥିର ହୋଇ ରୁହ। ଯାହା ଫଳରେ ମୁଁ ତୁମକୁ ସେଇ ଅନନ୍ତ ଜୀବନର ସ୍ୱାଦ ଚଖେଇବି, ସେଇ ଅନନ୍ତ ଜୀବନର ମୁକୁଟ ଦେବି। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସେପାରେ ପହଞ୍ଚିବା ପାଇଁ ଆମମାନଙ୍କ ଜୀବନକୁ ନୂତନ କରି କରନ୍ତୁ, ପୁଣି ସାହାଯ୍ୟ କରନ୍ତୁ। ପ୍ରଭୁ ଏ ଛୋଟ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମିନ୍। ଆମେନ୍, ଆମେନ୍,